এই মাটির সুপুত্র এবং ওড়িশা রত্ন যে ভারতবর্ষর মন্ত্রী মা মাতৃকা এই রাজ্য ଅନବରତ ଯିଏ କାର୍ଯ୍ୟ କରି ଚାଲିଛନ୍ତି ଏବଂ ଓଡ଼ିଶା ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ସରକାର ଆଣିବାରେ ମୁଖ୍ୟ ବିନ୍ଧାଣି ସାଇଛନ୍ତି ଏହି ମାଟିର ମା ହିଙ୍ଗୁଳା ମାଟିର ସନ୍ତାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଯେଉଁ ଶୁଭ ଜନ୍ମ ଦିବସ ସେ ଦିବସକୁ ଆମେ ସେବା ଦିବସ ରୂପେ ପାଳନ କରୁଛୁ। ଆଜି ଓଡ଼ିଶା ହଉ ସାରା ଭାରତବର୍ଷରେ ସମସ୍ତ ବହୁତ ଜାଗାରେ ସବୁ ଜାଗାରେ ଧର୍ମେନ୍ଦ୍ର ଭାଇଙ୍କ ପାଇଁ শুভকামনা অভিনন্দন শুভ ছুটি চালিছি এবং এটি আমি কিছু সমাজের অসহায় অবস্থায় থাকা কিছু দিব্যাঙ্গ ব্যক্তি মানুষ লেগ ওয়াকর এবং হুইল চেয়ার এবং কিছু বস্ত্র ছতা এবং কিছু সামগ্রী সহযোগ করে আমি তাকে দিবসকে সেবা দিবস রূপে পালন করছু এবং মহাপ্রভু জগন্নাথ মা হিঙ্গুড়া প্রার্থনা করছু সে আহুরি তাঁর উত্তরোত্তর কামনা করছু। ଏ ମାଟିର ସୁଯୋଗ୍ୟ ନେତା ବରେଣ୍ୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍, ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ସମସ୍ତଙ୍କର ଜଣାଶୁଣା ସମସ୍ତେ ଭଲ ପାଆନ୍ତି ତାଙ୍କୁ। ଏଠି ଆଜି ଏକ ସୁନ୍ଦର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ବସ୍ତ୍ରଦାନ ଠାରୁ ଆରମ୍ଭ କରି ହ୍ୱିଲ୍ ଚେୟାର ଏବଂ ଛତା ଓ ଅନ୍ୟାନ୍ୟ ଜିନିଷ ସମସ୍ତଙ୍କୁ ଯେଉଁମାନେ ଗରିବ ଏବଂ ବୃଦ୍ଧ ବୃଦ୍ଧା ସେମାନଙ୍କୁ ଆବଣ୍ଟନ କରାଯାଇଛି। ଏ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମଦିନ, ଏହି ଜନ୍ମଦିନ ଅବସରରେ ଆମର ହନୁମାନ ମନ୍ଦିର ସଂଲଗ୍ନ ପଦ୍ମିନୀ ମଣ୍ଡପଠାରେ ଆୟୋଜନ କରାଯାଇଥିଲା। ସମାଜସେବୀ ବିଭୂତି ଭାଇ ଗୋଟେ କାର୍ଯ୍ୟକ୍ରମ କରିଥିଲେ, ସେବା ଦିବସ ହିସାବରେ ପାଳନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଗୋଟେ ଟିକେ ନିଆରା ଥିଲା, କାରଣ ଅସହାୟ ଲୋକମାନଙ୍କୁ କେଉଁଭଳି ଭାବରେ ତାଙ୍କ ମୁହଁରେ ଟିକେ ହସ ଫୁଟାଇବ ଏହି ଦାୟିତ୍ୱ ଦିଆଯାଇଥିଲା ମୋତେ। ବିଭିନ୍ନ ଜାଗାରୁ ଗ୍ରାମାଞ୍ଚଳରୁ ଗ୍ରାସ ରୁଟ୍ରୁ ବସ୍ତି ବାସିନ୍ଦା ଲୋକ ଏଠି ଆସିଥିଲେ, ଆପଣମାନେ ଦେଖିଥିବେ ମଧ୍ୟ। ତାଙ୍କୁ ଯେଉଁଭଳି ଭାବରେ ଦିଆହେଲା ସେମାନେ ବହୁତ ଖୁସି ହେଲେ ଏବଂ ଏହି ସେମାନଙ୍କର ଆଶୀର୍ବାଦ ରହିବ ଏବଂ ନିଶ୍ଚିତ ଗୋଟେ ନିଆରା କାର୍ଯ୍ୟକ୍ରମ ବୋଲି ମୁଁ ଭାବିବି। ବିଭିନ୍ନ ଏଇ ଯେଉଁ ଜନ୍ମଦିନ ଏଭଳି ଜନ୍ମଦିନ ହେବା ଆବଶ୍ୟକତା ଥିଲା ବୋଲି ମୁଁ ମଧ୍ୟ ଭାବିବି। এই মাটির সুপুত্র এবং ওড়িশা রত্ন যে ভারতবর্ষর মন্ত্রী মা মাতৃকা এই রাজ্য ଅନବରତ ଯିଏ କାର୍ଯ୍ୟ କରି ଚାଲିଛନ୍ତି ଏବଂ ଓଡ଼ିଶା ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ସରକାର ଆଣିବାରେ ମୁଖ୍ୟ ବିନ୍ଧାଣି ସାଇଛନ୍ତି ଏହି ମାଟିର ମା ହିଙ୍ଗୁଳା ମାଟିର ସନ୍ତାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଯେଉଁ ଶୁଭ ଜନ୍ମ ଦିବସ ସେ ଦିବସକୁ ଆମେ ସେବା ଦିବସ ରୂପେ ପାଳନ କରୁଛୁ। ଆଜି ଓଡ଼ିଶା ହଉ ସାରା ଭାରତବର୍ଷରେ ସମସ୍ତ ବହୁତ ଜାଗାରେ ସବୁ ଜାଗାରେ ଧର୍ମେନ୍ଦ୍ର ଭାଇଙ୍କ ପାଇଁ শুভকামনা অভিনন্দন শুভ ছুটি চালিছি এবং এটি আমি কিছু সমাজের অসহায় অবস্থায় থাকা কিছু দিব্যাঙ্গ ব্যক্তি মানুষ লেগ ওয়াকর এবং হুইল চেয়ার এবং কিছু বস্ত্র ছতা এবং কিছু সামগ্রী সহযোগ করে আমি তাকে দিবসকে সেবা দিবস রূপে পালন করছু এবং মহাপ্রভু জগন্নাথ মা হিঙ্গুড়া প্রার্থনা করছু সে আহুরি তাঁর উত্তরোত্তর কামনা করছু। ଏ ମାଟିର ସୁଯୋଗ୍ୟ ନେତା ବରେଣ୍ୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍, ମାନ୍ୟବର କେନ୍ଦ୍ରମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ସମସ୍ତଙ୍କର ଜଣାଶୁଣା ସମସ୍ତେ ଭଲ ପାଆନ୍ତି ତାଙ୍କୁ। ଏଠି ଆଜି ଏକ ସୁନ୍ଦର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ବସ୍ତ୍ରଦାନ ଠାରୁ ଆରମ୍ଭ କରି ହ୍ୱିଲ୍ ଚେୟାର ଏବଂ ଛତା ଓ ଅନ୍ୟାନ୍ୟ ଜିନିଷ ସମସ୍ତଙ୍କୁ ଯେଉଁମାନେ ଗରିବ ଏବଂ ବୃଦ୍ଧ ବୃଦ୍ଧା ସେମାନଙ୍କୁ ଆବଣ୍ଟନ କରାଯାଇଛି। ଏ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମଦିନ, ଏହି ଜନ୍ମଦିନ ଅବସରରେ ଆମର ହନୁମାନ ମନ୍ଦିର ସଂଲଗ୍ନ ପଦ୍ମିନୀ ମଣ୍ଡପଠାରେ ଆୟୋଜନ କରାଯାଇଥିଲା। ସମାଜସେବୀ ବିଭୂତି ଭାଇ ଗୋଟେ କାର୍ଯ୍ୟକ୍ରମ କରିଥିଲେ, ସେବା ଦିବସ ହିସାବରେ ପାଳନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଗୋଟେ ଟିକେ ନିଆରା ଥିଲା, କାରଣ ଅସହାୟ ଲୋକମାନଙ୍କୁ କେଉଁଭଳି ଭାବରେ ତାଙ୍କ ମୁହଁରେ ଟିକେ ହସ ଫୁଟାଇବ ଏହି ଦାୟିତ୍ୱ ଦିଆଯାଇଥିଲା ମୋତେ। ବିଭିନ୍ନ ଜାଗାରୁ ଗ୍ରାମାଞ୍ଚଳରୁ ଗ୍ରାସ ରୁଟ୍ରୁ ବସ୍ତି ବାସିନ୍ଦା ଲୋକ ଏଠି ଆସିଥିଲେ, ଆପଣମାନେ ଦେଖିଥିବେ ମଧ୍ୟ। ତାଙ୍କୁ ଯେଉଁଭଳି ଭାବରେ ଦିଆହେଲା ସେମାନେ ବହୁତ ଖୁସି ହେଲେ ଏବଂ ଏହି ସେମାନଙ୍କର ଆଶୀର୍ବାଦ ରହିବ ଏବଂ ନିଶ୍ଚିତ ଗୋଟେ ନିଆରା କାର୍ଯ୍ୟକ୍ରମ ବୋଲି ମୁଁ ଭାବିବି। ବିଭିନ୍ନ ଏଇ ଯେଉଁ ଜନ୍ମଦିନ ଏଭଳି ଜନ୍ମଦିନ ହେବା ଆବଶ୍ୟକତା ଥିଲା ବୋଲି ମୁଁ ମଧ୍ୟ ଭାବିବି।
এই মাটির সুপুত্র এবং ওড়িশা রত্ন যে ভারতবর্ষর মন্ত্রী মা মাতৃকা ପାଇଁ ଏ ରାଜ୍ୟ ପାଇଁ ଅନବରତ ଯିଏ କାର୍ଯ୍ୟ କରିଚାଲିଛନ୍ତି ଏବଂ ଓଡ଼ିଶା ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ସରକାର ଆଣିବାରେ ମୁଖ୍ୟ ବିନ୍ଧାଣି ସାଇଛନ୍ତି ଏହି ମାଟିର ମା ହିଙ୍ଗୁଳା ମାଟିର ସନ୍ତାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଯେଉଁ ଶୁଭ ଜନ୍ମ ଦିବସ ସେ ଦିବସକୁ ଆମେ ସେବା ଦିବସ ରୂପେ ପାଳନ କରୁଛୁ। ଆଜି ଓଡ଼ିଶା ହଉ ସାରା ଭାରତବର୍ଷରେ ସମସ୍ତ ବହୁତ ଜାଗାରେ ସବୁ ଜାଗାରେ ଧର୍ମେନ୍ଦ୍ର ଭାଇଙ୍କ ପାଇଁ শুভকামনা অভিনন্দন শুভ ছুটি চালিছি এবং এটি আমি কিছু সমাজের অসহায় অবস্থায় থাকা কিছু দিব্যাঙ্গ ব্যক্তি মানুষ লেগ ওয়াকর এবং হুইল চেয়ার এবং কিছু বস্ত্র ছতা এবং কিছু সামগ্রী সহযোগ করে আমি তাকে দিবসকে সেবা দিবস রূপে পালন করছু এবং মহাপ্রভু জগন্নাথ মা হিঙ্গুড়াকে প্রার্থনা করছু সে আহুরি তাঁকর উত্তরোত্তর কামনা করছু। ଏ ମାଟିର ସୁଯୋଗ୍ୟ ନେତା ବରେଣ୍ୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଏବଂ ସମସ୍ତଙ୍କର ଜଣାଶୁଣା ସମସ୍ତେ ଭଲ ପାଆନ୍ତି ତାଙ୍କୁ ଏଠି ଆଜି ଏକ ସୁନ୍ଦର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ବସ୍ତ୍ରଦାନଠାରୁ ଆରମ୍ଭ କରି ହ୍ୱିଲ୍ ଚେୟାର ଏବଂ ଛତା ଓ ଅନ୍ୟାନ୍ୟ ଜିନିଷ ସମସ୍ତଙ୍କୁ ଯେଉଁମାନେ ଗରିବ ଏବଂ ବୃଦ୍ଧ ବୃଦ୍ଧା ସେମାନଙ୍କୁ ଆବଣ୍ଟନ କରାଯାଇଛି। ଏ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମଦିନ ଏହି ଜନ୍ମଦିନ ଅବସରରେ ଆମର ହନୁମାନ ମନ୍ଦିର ସଂଗଠନର ପ୍ରତିନିଧି ମଣ୍ଡପଠାରେ ଆୟୋଜନ କରାଯାଇଥିଲା। ସମାଜସେବୀ ବିଭୂତି ଭାଇ ଗୋଟେ କାର୍ଯ୍ୟକ୍ରମ କରିଥିଲେ ସେବା ଦିବସ ହିସାବରେ ପାଳନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଗୋଟେ ଟିକେ ନିଆରା ଥିଲା କାରଣ ଅସହାୟ ଲୋକମାନଙ୍କୁ କେଉଁଭଳି ଭାବରେ ତାଙ୍କ ମୁହଁରେ ଟିକେ ହସ ଫୁଟେଇବ ଏହି ଦାୟିତ୍ୱ ଦିଆଯାଇଥିଲା ମୋତେ। ବିଭିନ୍ନ ଜାଗାରୁ ଗ୍ରାମାଞ୍ଚଳରୁ ଗ୍ରାସ ରୁଟ୍ରୁ ବସ୍ତି ବାସିନ୍ଦା ଲୋକ ଏଠି ଆସିଥିଲେ ଆପଣମାନେ ଦେଖିଥିବେ ମଧ୍ୟ ତାଙ୍କୁ ଯେଉଁଭଳି ଭାବରେ ଦିଆହେଲା ସେମାନେ ବହୁତ ଖୁସି ହେଲେ ଏବଂ ଏଇ ସେମାନଙ୍କର ଆଶୀର୍ବାଦ ରହିବ ଏବଂ ନିଶ୍ଚିତ ଗୋଟେ ନିଆରା କାର୍ଯ୍ୟକ୍ରମ ବୋଲି ମୁଁ ଭାବିବି। ବିଭିନ୍ନ ଏଇ ଯେଉଁ ଜନ୍ମଦିନ ଏଭଳି ଜନ୍ମଦିନ ହେବା ଆବଶ୍ୟକତା ଥିଲା ବୋଲି ମୁଁ ମଧ୍ୟ ଭାବିବି।